ମୋ ପୁତୁରା ଝିଅରିକି ଛାଡିବାକୁ ଯାଇଥିଲେ ବାହାଘର କରି ଫେରିଲା ବେଳେ ଭଉଣୀର ବାହାଘର ସାରି ଘରକୁ ଫେରୁଥିବା ବେଳେ ବାଟରେ ଛକି ରହିଥିଲା ଜମ। ବାଇକ୍ ଯୋଗେ ଫେରୁଥିବା ଯୁବକଙ୍କ ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟିଛି। ନିଜ ଭଉଣୀର ବାହାଘର ସରିବା ପରେ ଏକ ମୋଟର ସାଇକେଲ ଯୋଗେ ଫେରୁଥିବା ବାଟରେ ଆଖୁ ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ। ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଖଜାପଲ୍ଲୀଠାରେ ଗତ ବିଳମ୍ବିତ ରାତିରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ବେଳେ ମୃତ ଯୁବକଙ୍କ ଗାଁ ପୁସ୍ତପୁରରେ ଏବେ ଶୋକର ଛାୟା ଖେଳିଯାଇଛି। ଏଭଳି ଘଟଣା ପରେ ହତବାକ୍ ହୋଇଛି ପୂରା ପରିବାର। ଗତ ବିଳମ୍ବିତ ରାତିରେ ବୁଗୁଡାଠାରୁ ବାହାଘର କାର୍ଯ୍ୟକ୍ରମ ସାରି ପୁସ୍ତପୁର ଫେରୁଥିଲେ 22 ବର୍ଷୀୟ ଯୁବକ ଦୀପକ ସାହୁ। ତେବେ ଆଖୁ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାରେ ଦୀପକଙ୍କ ଜୀବନ ଚାଲିଯାଇଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଦୀପକଙ୍କ ମୃତ୍ୟୁକୁ ନେଇ ପରିବାର କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ସେପଟେ ଦୁର୍ଘଟଣାର ତଦନ୍ତ କରୁଛି କବି ସୂର୍ଯ୍ୟନଗର ପୁଲିସ। ମୋ ପୁଅ ମୋ ଝିଅକୁ ବାହାଘର କରିବା ପାଇଁ ଯାଇଥିଲା। ଆମର ମୋ ନାଁ ହଉଛି ଗୌତମ ସାହୁ। ଆମର ପୁସ୍ତପୁର କାଲି ଗୋଟେ ଭାଣିଜୀର ବାହାଘର ଥିଲା। ତାପରେ ବାହାଘର ସରିଲାରୁ କହିଲେ ଆମେ ଯାଉଛୁ ପୁଡ଼ିଆ ପାଣି ଖାଇବାକୁ ରାତି 9ଟା ବେଳକୁ କହିକି ଆସିଲେ କହିଲେ ଆମେ ଆସୁଛୁ। ଫୋନ୍ କଲୁ ଯେତେବେଳେ କହିଲେ ଆମେ ଆସୁଛୁ ଅଧବାଟ ହେଇଗଲାଣି। ଏଇଟା ଆଉ ଆଇଲେନି ତ ପଳେଇଲେ। ତାପରେ ଅଧବାଟ ବୁଢ଼ାମ୍ବା ପାଖାପାଖି ଖଜାପଲ୍ଲୀ ପାଖରେ ସେଠି ଆଖୁ ଟ୍ରକ୍ ସେ ହ୍ୟାଣ୍ଡେଲ ବାଜିକିରି ଧକ୍କା ଦେଇଦେଲେ। ଭୋଜି ସଲୁରୁ ଆସିଲାଠୁ ଆଖୁ ଟ୍ରକ୍ ବାଡ଼େଇକିରି ଚାଲିଲେ। ସୂର୍ଯ୍ୟ ସାହୁ ପୁସ୍ତପୁର। ଆଜ୍ଞା ଗାଡ଼ି ଯାଉଥିଲା ବାଟରେ ତ ମରିଗଲା, ଟ୍ରକ୍ ମାଡ଼ିଗଲା। ବାହାଘର ଏତାରେ ଯାଉଥିଲା ଗାଡ଼ି ମାଡ଼ିଗଲା। ଆଜ୍ଞା କିଏ ନାହିଁ ତ, ଗରିବ ଲୋକ ଆଉ କୋଉଠୁ ଆଣିବେ ସେ। ଆମ ଗାଁର ପିଲାଟି ଯାଇଥିଲା ବାହାଘର ସେ ବଗୁଡ଼ା, ସେ ଆସିଲା ଆଉ ରିଟର୍ନ ହେଇକିରି ଆଉ 3ଟା ଭଣେବ ଟ୍ରକ୍ ଆଖୁ ଗାଡ଼ି ସେ ମାଡ଼ି ଯାଇଛି, ଚାପି ହେଇକିରି ମରିଯାଇଛି। ଆଉ ସରକାରଠୁ କିଛି ମିଳୁ ତାକୁ ଆଉ ଏମିତି ଦୁଃଖ କଷ୍ଟ ଚଳିବା କଥା ଆଉ, ଗରିବ ଲୋକ ଆଉ କଣ କରିବେ।